ଦେଖନ୍ତୁ ମନରେ ଯେତେବେଳେ କାମନା ଆଉ ବାସନା କିଛି ନଥାଏ ମନ କେତେ ଶାନ୍ତି ଆଉ ଆନନ୍ଦ ଲାଗେ। ଯେତେବେଳେ ମନରେ କାମନା ବାସନା ରହିଯାଏ ମନ କି କଷ୍ଟ ପାଏ, କି ଦୁଃଖ ପାଏ, କି ଯନ୍ତ୍ରଣା ପାଏ। ନିଜେ ଅନୁଭବ କରି ଦେଖନ୍ତୁ, କିଛି କାମନା ନାହିଁ ମନ କେତେ ହାଲକା ହାଲକା ଲାଗେ, କେତେ ଖାଲି ଖାଲି ଲାଗେ। ଯେତେବେଳେ ସତ୍ସଙ୍ଗ ଶୁଣିଲେ କି ଠାକୁରଙ୍କୁ ଦର୍ଶନ କଲେ କି କୌଣସି ଜାଗାରେ ହରିନାମ ସଂକୀର୍ତ୍ତନ ଶୁଣିଲେ କି ଠାକୁରଙ୍କର ଭଜନ କୀର୍ତ୍ତନ ଶୁଣିଲେ ମନ କେତେ ହାଲକା ହେଇଯାଏ, ମନ କେତେ ଖାଲି ହେଇଯାଏ, ମନରେ କେତେ ଆନନ୍ଦ ଆଉ ପ୍ରେମ ଆସେ। ତେଣୁ ଆମକୁ ଏ ବିଷୟରେ ଭଲ ଭାବରେ ବୁଝିବାକୁ ପଡ଼ିବ ଏ ଶରୀର କେମିତି ସୁସ୍ଥ ରହିବ। ଶରୀର ସୁସ୍ଥ ପାଇଁ ଆପଣଙ୍କୁ ପ୍ରଥମେ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ପଡ଼ିବ। ଯଦି ଆପଣ ସାତ୍ତ୍ୱିକ ଖାଦ୍ୟ ନ ଖାଇବେ ଆପଣଙ୍କର ଦେହ କେତେବେଳେ ସୁସ୍ଥ ରହିବ ନାହିଁ। କାରଣ ଅନ୍ନରୁ ଏ ପିଣ୍ଡଟା ଗଠିତ ହେଉଛି, ଯେପରି ଅନ୍ନ ସେପରି ମନ। ଖାଦ୍ୟର ସାରାଂଶରେ ଏ ଶରୀରଟା ଗଠିତ। ତେଣୁ ମଣିଷ ଗୋଟେ ମାନେ ମାଂସାଶୀ ପ୍ରାଣୀ କି ନିରାମିଷ ପ୍ରାଣୀ ଏ କଥା ଆପଣ ଆଗ ଜାଣିବେ। ମଣିଷ ଗୋଟେ ନିରାମିଷ ପ୍ରାଣୀ, ମଣିଷ କେବେ ଆମିଷ ପ୍ରାଣୀ ନୁହେଁ। କମ୍ପ୍ଲିଟଲି ପ୍ରତ୍ୟେକ ମନୁଷ୍ୟ ଗୋଟେ ଭେଜିଟେରିଆନ। କାହିଁକି? ତା ବଡିର ଫର୍ମେସନଟା ଏଭଳି ଭାବରେ ଗଢ଼ା ହେଇଛି ଯେ ସେ କମ୍ପ୍ଲିଟଲି ଭେଜିଟେରିଆନ। ଦେଖନ୍ତୁ ମଣିଷର ଦାନ୍ତ କେବେ ମୁନିଆ ନୁହେଁ। ମଣିଷର ଦାନ୍ତ ଭିତରେ ଏମିତି ଖାପ ହେଇକି ପଡ଼େ ନାହିଁ, ଦାନ୍ତ ଉପରେ ଦାନ୍ତ ରହିଥାଏ। ଯେଉଁମାନେ ମାଂସାଶୀ ପ୍ରାଣୀ ସେମାନଙ୍କର ଦାନ୍ତ ମୁନିଆ ଆଉ ଶକ୍ତ, ଦାନ୍ତ ଜଏଣ୍ଟ ହେଇକି ରହେ। ଯେଉଁମାନେ ମାଂସାଶୀ ପ୍ରାଣୀ ସେମାନଙ୍କର ନଖ ଗୁଡ଼ିକ ବହୁତ ଶକ୍ତ ଆଉ ବହୁତ ମୁନିଆ। ଯେଉଁମାନେ ମାଂସାଶୀ ପ୍ରାଣୀ ସେମାନେ କ'ଣ କରନ୍ତି, ଜିହ୍ୱାରେ ପାଣି ପିଅନ୍ତି। ସେମାନେ କେବେ ଓଠରେ ପାଣି ପିଅନ୍ତି ନାହିଁ। ମଣିଷ କିନ୍ତୁ ଓଠରେ ପାଣି ପିଏ, ଜିହ୍ୱାରେ ପାଣି ପିଏନି। ଜିହ୍ୱାରେ ପାଣି ପିଇଲେ ତା ତଣ୍ଟିରେ ଲାଗିବ, ତାର ବାନ୍ତି ହେଇଯିବ। ତେଣୁ ଗୋଟେ ଛୋଟ ପିଲାକୁ ଯଦି ଆପଣ ଆମିଷ ଖୁଆଇଦେବେ, ମାଂସ ଖୁଆଇଦେବେ କି ମାଛ ଖୁଆଇଦେବେ, ତା ଦେହ ପୁରା ଅସୁସ୍ଥ ହେଇଯିବ। ସେ ଝାଡ଼ା ହେଇଯିବ, ବାନ୍ତି କରି ପକାଇବ, ତା ବିଭିନ୍ନ ରୋଗରେ ସେ ପଡ଼ିଯିବ। ଧୀରେ ଧୀରେ ପରିବେଶର ପ୍ରଭାବରେ ଆମେ ଆସିକି କ'ଣ କରୁ, ବିଭିନ୍ନ ପ୍ରକାର ମସଲା ଯୁକ୍ତ ଖାଦ୍ୟ, ରାଜସିକ ତାମସିକ ଖାଦ୍ୟ, ମାଂସ ମାଛ, ବିଭିନ୍ନ ପ୍ରକାର କୁଖାଦ୍ୟ ଆମେ ଭକ୍ଷଣ କରୁ। ଯେପରି ଅନ୍ନ ସେପରି ମନ। ଅନ୍ନର ସାରାଂଶରେ ଶରୀରଟା ଗଠିତ। ତେଣୁ ଭଗବାନଙ୍କୁ ପାଇବାକୁ ହେଲେ, ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ, ଭଗବାନଙ୍କୁ ମିଳନ ତାଙ୍କ ସହିତ ହେବାକୁ ହେଲେ ଆମକୁ ସାତ୍ତ୍ୱିକ ଖାଦ୍ୟ ଖାଇବାକୁ ପଡ଼ିବ। ସାତ୍ତ୍ୱିକ ଖାଦ୍ୟ ବିଷୟରେ ଭଗବତ ଗୀତାର 17 ଅଧ୍ୟାୟରେ ଭଗବାନ ଅର୍ଜୁନକୁ ସୁନ୍ଦର ଭାବରେ ବୁଝେଇଛନ୍ତି। ଆପଣମାନେ ଭଗବତ ଗୀତା ଅଧ୍ୟୟନ କଲେ ସେଥିରୁ ପାଇପାରିବେ। ତେଣୁ ଆମେ କି ଖାଦ୍ୟ ଖାଉଛେ ସେଇଟାକ ଚିନ୍ତା କରିବା କଥା। ଆମେ ସାତ୍ତ୍ୱିକ ଖାଦ୍ୟ ଖାଉଛେ କି ରାଜସିକ ଖାଦ୍ୟ ଖାଉଛେ କି ତାମସିକ ଖାଦ୍ୟ ଖାଉଛେ। ଆଉ ଗୋଟେ ପ୍ରକାର ଅଛି, ଯାହା ଖାଇବେ ତା ଭଗବାନଙ୍କୁ ସମର୍ପଣ କରି ଖାଇବେ। କାରଣ ସମର୍ପଣ କରି ଖାଇଲେ ତା ପ୍ରସାଦ ହେଇଯାଏ। ତେଣୁ ପ୍ରସାଦ ଖାଇଲେ କୌଣସି ରୋଗ ହୁଏ ନାହିଁ, ମନ ସୁସ୍ଥ ରହେ। ତେଣୁ ଦେଖିଥିବେ ବୈଷ୍ଣବ ଧର୍ମରେ, ଯେଉଁମାନେ ବୈଷ୍ଣବ ଧର୍ମରେ ଦୀକ୍ଷିତ ସେମାନେ କ'ଣ କରନ୍ତି, ସବୁ ଖାଦ୍ୟକୁ ଭଗବାନ ପାଖରେ ତୁଳସୀ ପକାଇ ସମର୍ପଣ କରିସାରିଲା ପରେ ତାପରେ ସେ ପ୍ରସାଦକୁ ପାଆନ୍ତି। ଯେତେ ବଡ଼ IAS ହଉ, ଜ୍ଞାନୀ ହଉ, ରାଜନୀତିଜ୍ଞ ହଉ, ଧନୀ ଲୋକ ହଉ, ସମସ୍ତେ ଭଗବାନଙ୍କର ଭୋଗ ବା ପ୍ରସାଦ ଖାଇବାକୁ ବହୁତ ଭଲ ପାଆନ୍ତି। ସମସ୍ତେ ଯେଉଁଠି ଭୋଗ ପ୍ରସାଦ ଦିଆଯାଏ ସମସ୍ତେ ଟିକେ ହାତ ପତେଇ ଦିଅନ୍ତି, ପ୍ରଭୁଙ୍କ ପ୍ରସାଦ ଟିକେ ଆମେ କେମିତି ପାଇବୁ।
ତେଣୁ ଆମେ ଯଦି ସାତ୍ଵିକ ଖାଦ୍ୟ ଖାଇବା ଆମ ଶରୀର ସୁସ୍ଥ ରହିବ, ଆମ ମନ ସୁସ୍ଥ ରହିବ। ସାଧନା ପାଇଁ ଶରୀର ଦରକାର, ମନ ଦରକାର, ଶ୍ୱାସ ପ୍ରଶ୍ୱାସ ଦରକାର। ତେଣୁ ଆମେ ଶରୀର ଯଦି ଠିକ ନ ରହିବ ତେଣୁ ଆମେ ସାଧନା କରିପାରିବା ନାହିଁ। ଶରୀର ପାଇଁ ଖାଲି ଯେ ଖାଦ୍ୟ ଦରକାର ତା ନୁହେଁ। ଭଗବତ ଗୀତାରେ ଲେଖା ଅଛି ଯୁକ୍ତାହାର ଯୁକ୍ତ ବିହାରସ୍ୟ ଯୁକ୍ତ ଚେତସ କର୍ମସୁ। ତେଣୁ ଯୁକ୍ତ ଆହାର ଯୁକ୍ତ ବିହାର। ଆମେ ଯଦି ଅତ୍ୟଧିକ ବୁଲିବା, ଅଯଥା ବୁଲିବା, ଅତ୍ୟଧିକ ସାତ୍ଵିକ ଖାଦ୍ୟ ବୋଲି ଅତ୍ୟଧିକ ଖାଦ୍ୟ ଆମେ ଗ୍ରହଣ କରି ନେବା, ତାହେଲେ ଦେହ ଭଲ ରହିବ ନାହିଁ, ଆମେ ସାଧନା କରିପାରିବା ନାହିଁ।